ଜୟ ଜଗନ୍ନାଥ। ଆଜ୍ଞା, ଆଜି ଯଦୁମଣିଙ୍କ ରହସ୍ୟ ବିଷୟରେ ଟିକେ କହିବି। ଆପଣମାନେ ବି ଜାଣିଥିବେ, ସେତେବେଳେ ନୟାଗଡ଼ ରାଜା ବିନାୟକ ସିଂ ବାନ୍ଧାଙ୍କ ସମୟର କଥା। ରାଜସଭା ଚାଲିଥାଏ। ରାଜ ଦରବାରରେ ରାଜ ପରିଷଦ ବର୍ଗ ବହୁତ ଲୋକ ଜମା ରହିଥାନ୍ତି। ଯେତେବେଳେ ନୟାଗଡ଼ ରାଜା ବିନାୟକ ସିଂ ଭାବିଲେ ଯଦୁମଣିକୁ ଅପମାନ କରିବା ଉଦ୍ଦେଶ୍ୟରେ କହିଲେ, ଯଦୁମଣି, ମୁଁ କାଲି ଗୋଟେ ଦୁଃସ୍ୱପ୍ନ ଦେଖିଛି। ଯଦୁମଣି ତତ୍କ୍ଷଣାତ କହିଲେ, ସାମୁ ମଣିମା, ଆପଣ କ'ଣ ଦେଖିଲେ ଦୁଃସ୍ୱପ୍ନ? ଆମେ ଦୁହେଁ ଭ୍ରମଣ କରିବାକୁ ଯାଉଥିଲେ। ଭ୍ରମଣ କରିବାକୁ ଯିବା ସମୟରେ ଦୁଇଟି କୁଣ୍ଡ ଆମେ ଦେଖିଲେ। ସେ କୁଣ୍ଡ, ଗୋଟିଏ କୁଣ୍ଡରେ ଅମୃତ, ଘିଅ, ଦହି, ମହୁ ଏସବୁ ମିଶ୍ରିତ କୁଣ୍ଡଟି ଥିଲା। ଆଉ ଗୋଟେ କୁଣ୍ଡ ବିଷ୍ଠା କୁଣ୍ଡ ଥିଲା। ତୁମେ ବିଷ୍ଠା କୁଣ୍ଡରେ ଖସି ପଡ଼ିଲ, ମୁଁ ଅମୃତ କୁଣ୍ଡରେ ଖସି ପଡ଼ିଲି। ତାପରେ ତୁମ ଦେହରୁ ଯେଉଁ ଦୁର୍ଗନ୍ଧ ପୁଣି ଉଠିଲେ, ତୁମ ଦେହରୁ ଯେଉଁ ଦୁର୍ଗନ୍ଧ ଆଉ ଭଣ ଭଣ ମାଛି ତମ ଦେହରେ ବେଡ଼ୁଥାନ୍ତି, କୁକୁର ତମକୁ ଭୋଗିବାକୁ ଲାଗିଲା। ଯଦୁମଣି ଭାବିଲେ, ରାଜା ଅପମାନ କରି ଲୋକଙ୍କ ଆଗରେ ଅପମାନ କରିବା ଉଦ୍ଦେଶ୍ୟରେ କହିଛନ୍ତି। ଆଉ ମନେ ମନେ ଭାବିଲେ, ତତ୍କ୍ଷଣାତ କହିଲେ, ମଣିମା, ମୁଁ ବି ଠିକ୍ ସେୟା ମୁଁ ଦେଖିଛି। ଆପଣ ଯାହା ଦେଖିଛନ୍ତି ସବୁ ସତ୍ୟ, କିନ୍ତୁ ଆପଣ ଏତିକି ଦେଖିକି ଶୋଇପଡ଼ିଛନ୍ତି। କିନ୍ତୁ ମୁଁ ଠିକ୍ ସକାଳ ପର୍ଯ୍ୟନ୍ତ ସେ ସ୍ୱପ୍ନଟା ଦେଖିଛି। ରାଜା ବିନାୟକ ସିଂ କହିଲେ, ମହାପାତ୍ର, ତାହେଲେ କୁହ କ'ଣ ଦେଖିଛ? ସାମୁ, ଆପଣ ଯଦି କିଛି ଭାବିବେ ତେଣୁ କହିବାକୁ ଟିକେ ସଂକୋଚ ମୁଁ କରୁଛି। ନା ରେ କୁହ, ମହାପାତ୍ର କୁହ, କ'ଣ ତମେ ଦେଖିଲ? ଏହି ସମୟରେ ରାଜସଭାରେ ଥିବା ସମସ୍ତ ଲୋକ ରାଜାଙ୍କର ଏଭଳି କଥା ଯଦୁମଣି କହିବା ଶୁଣି ସମସ୍ତେ ଠୋ ଠୋ ହୋଇକି ହସିଲେ। ଲୋକମାନେ କହିଲେ, ରାଜା ଆଜି ଯଦୁମଣିକୁ ପାନେ ଦେଇଛନ୍ତି ଏଭଳିଆ କଥା କହିକି। ଯଦୁମଣି କହିଲେ, ଆଜ୍ଞା, ଆପଣ ଯାହା ଦେଖିଛନ୍ତି ସମ୍ପୂର୍ଣ୍ଣ ଆଜ୍ଞା ଠିକ୍। ମୁଁ ବି ସେୟା ଦେଖିଛି। ଆପଣ ଘିଅ, ମହୁ, ଦହି ମିଶ୍ରିତ, ଅମୃତ ମିଶ୍ରିତ କୁଣ୍ଡରେ ଆପଣ ପଡ଼ିଯାଇଛନ୍ତି। ମୁଁ ବିଷ୍ଠା କୁଣ୍ଡରେ ପଡ଼ିଯାଇଛି। ତାପରେ ଆପଣ ଅମୃତ କୁଣ୍ଡରୁ ଉଠିଛନ୍ତି, ମୁଁ ବିଷ୍ଠା କୁଣ୍ଡରୁ ଉଠିଛି। କୁକୁର ସେ ସମୟରେ ଭୁକୁଛନ୍ତି, ଠିକ୍ କଥା। ସେ ସମୟରେ ଆପଣଙ୍କ ଦେହକୁ ଚାଟିକି ମୁଁ ସଫା କଲି, ଆପଣ ମୋ ଦେହକୁ ଚାଟିକି ସଫା କଲେ। ଯଦୁମଣିଙ୍କର ଏହିଭଳି ଉତ୍ତର ଶୁଣି ରାଜସଭାରେ ଥିବା ସମସ୍ତ ଲୋକ ଠୋ ଠୋ ହୋଇ ହସିବାକୁ ଲାଗିଲେ। ଆଉ ଯଦୁମଣିଙ୍କର ଏଭଳି ବାକ୍ୟ ଉତ୍ତରରେ, ନିର୍ଭକତା ଉତ୍ତରରେ ନୟାଗଡ଼ ରାଜା ବିନାୟକ ସିଂ ଅତ୍ୟନ୍ତ ଖୁସି ହେଲେ, ତୃପ୍ତ ହେଲେ। ଆଉ 5ଟି ସ୍ୱର୍ଣ୍ଣ ମୁଦ୍ରା ଉପହାର ସ୍ୱରୂପ ଦେଲେ। ତେଣୁ ଯଦୁମଣି ଜଣେ ବିରଳ ଯୋଗଜନ୍ମା କବି। ତାଙ୍କର ସେତେବେଳେ ଯେଉଁ ସେ ନିର୍ଭୀକ ଉତ୍ତର ଦେଉଥିଲେ, ସମାଜକୁ ଗୋଟେ ମେସେଜ ମିଳୁଥିଲା।
ଆଉ ସବୁଦିନ ପାଇଁ ସେ ମଧ୍ୟ ଓଡ଼ିଶାର ଘରେ ଘରେ ମଧ୍ୟ ପରିଚିତ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର। ସେଭଳି ଯୋଗଜନ୍ମା ମହାପୁରୁଷ ଅଙ୍କ ଦେଖିବାକୁ ବିରଳ। ତେଣୁ ଯଦୁମଣି ମହାପାତ୍ର ଏମିତି ଅନେକ ଏଭଳି ଅଛି ରହସ୍ୟ। ତେଣୁ ନୟାଗଡ଼ ରାଜା ବିନାୟକ ସିଂ ମାନ୍ଧାତା ଯଦୁମଣି ପ୍ରାୟ ସମବୟସ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଯଦୁମଣିକୁ ସେ ସଦାବେଳେ ସ୍ନେହ ଶ୍ରଦ୍ଧା ଆଉ ସମଭାବପୂର୍ଣ୍ଣ ଦେଖାଇ ତାକୁ ସାଥିରେ ନେଉଥିଲେ, ସମ୍ମାନ ଦେଉଥିଲେ। ରାଜା ବିନାୟକ ସିଂ ତାଙ୍କ ପାଇଁ ତାଙ୍କ ଚଳିବା ରହିବା ବିଭିନ୍ନ ପ୍ରକାର ଉପହାର ଜିନିଷ ବହୁତ କିଛି ସାହାଯ୍ୟ ସହଯୋଗ କରୁଥିଲେ। ତେଣୁ ରାଜାଙ୍କର ଅତି ପ୍ରିୟ ଘନିଷ୍ଠ କବି ଯଦୁମଣି ମହାପାତ୍ର ଥିଲେ। ଯାହା ହଉ ରାଜାଙ୍କୁ ପ୍ରୀତ ହେଲା ଭଳିଆ, ରାଜାଙ୍କୁ ସନ୍ତୁଷ୍ଟ କଲା ଭଳିଆ ଉତ୍ତର କବିତା ମାଧ୍ୟମରେ ବାଚକରେ ଉତ୍ତର ଯେଉଁ ଦେଉଥିଲେ, ରାଜା ଯଦୁମଣିଙ୍କ ଉପରେ ଅତ୍ୟନ୍ତ ପ୍ରୀତ ରହୁଥିଲେ। ଆଉ ଠିକ୍ ଅଛି, ଏମିତି ଆଗକୁ ଆଉ ବହୁତ କିଛି ଯଦୁମଣିଙ୍କର ରହସ୍ୟ ବିଷୟରେ ଆମେ ଆଲୋଚନା କରିବା, ଜାଣିବା। ବ୍ୟସ୍ତବହୁଳ ଭିତରେ ଏତିକି ଆମକୁ ହସର ଖୋରାକ ଯୋଗାଇବ। ତେଣୁ ଯଦୁମଣିଙ୍କର ଏଇଭଳି ଅନେକ ରହସ୍ୟ ଆପଣମାନେ ଜାଣିଥିବେ ରହିଛି। ଠିକ୍ ଅଛି, ରହିଲି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।